ଏଠି ଗୁଲୁଆଟି ମୁଁ ଦେଖୁଛି ସତରେ ବାସ୍ତବରେ ଗଲୁଆଟିଏ। କାହିଁକି ଫିଲ୍ମ କଲ ଏଇ ଅନୁଭବ ସାଙ୍ଗରେ ଏ ଅନୁଭବର ଗୀତ ଗାଇକି ହ୍ୟୁମାନ ସାଗରର ପରିବାର ଡିଷ୍ଟର୍ବାନ୍ସ ହେଲା। ଆଉ ତମେ ହ୍ୟୁମାନ ସାଗରର ନାଚ ନାଚିକି ତା ଫିଲ୍ମରେ ତମ ପରିବାର ଡିଷ୍ଟର୍ବାନ୍ସ ହେଲା। ସ୍ତ୍ରୀ ସହିତ ମୋର ଏଭଳି ବର୍ତ୍ତମାନ ସ୍ଥିତିରେ ଅଛି। ତେଣୁ ମୋର ସ୍ତ୍ରୀର ପରିବାର ଲୋକ ମୋତେ ମାରିଦେବାକୁ ଚାହୁଁଛନ୍ତି। একথা ন কই মতো ধমক মিলুଛି মাত্র তাଳି বাজিলা স্বামী স্ত্রীଙ୍କ ঝগড়া ହେଲା। ଆଉ ସ୍ୱାମୀ ସ୍ତ୍ରୀଙ୍କ ଝଗଡ଼ା ହେବା କ'ଣ ପ୍ରଥମ ଘଟଣା ଓଡ଼ିଶାରେ କି? ମାରିଦେବେ ଭାଣ୍ଡିଦେବେ ଏସବୁ କଥା କାହିଁକି ଡରା କଥା କହିଲ? କାହିଁ କହିଲ? ଲୋକମାନଙ୍କୁ କାହିଁକି ଭ୍ରମିତ କଲ? ଆପଣଙ୍କୁ ଗୋଟେ ଆପଣଙ୍କ ମୋର ଭିତରେ ଗୋଟେ ଯେତେବେଳେ ଫାଇନାଲ୍ ହେଉଛି ଗୋଟେ ନିଷ୍ପତ୍ତି ଥାନା ଆଗରେ ଯେ ଆପଣ 50 ଲକ୍ଷ ଟଙ୍କା କୋଟିଏ ଟଙ୍କାରୁ 50 ଲକ୍ଷ ଟଙ୍କା ଦେବେ। ଯେଉଁ ଟଙ୍କା ଦେଇସାରିଲା ପରେ ଦେଣ ନେଣ ତମ ଭିତରେ ତ ଆଲୋଚନା ହେଇଛି ଥାନାରେ ଯେ ତମେ କ'ଣ କୋଟିଏ ଜାଗାରେ 50 ଲକ୍ଷ ଟଙ୍କା ଦେବ, 10 ଲକ୍ଷ ଟଙ୍କା ଦେଇଛ। ଏଠି ଗୁଲୁଆଟି ମୁଁ ଦେଖୁଛି ସତରେ ବାସ୍ତବରେ ଗଲୁଆଟିଏ। କାହିଁକି? ସ୍ୱାମୀ ଡାଉଟ୍ କରିବ, ସ୍ୱାମୀ ଯଦି କାହା ସାଙ୍ଗରେ ଦୁଇ ପଦ କଥା ହେବ ସ୍ତ୍ରୀ ଡାଉଟ୍ କରିବ। ଇଏ ଚଳେ ଅଛି ଅନେକ ଜାଗାରେ ଛାଡ଼ିକି ପଳାଉଛି, କହୁଛି ମୁଁ ବାହାରକୁ ପଳାଉଛି, ବାହାରକୁ ପଳେଇଛି, ମୋତେ ଧମକ ଦିଆହେଲାଣି, ମୋତେ ସାଧାରଣ ଲୋକମାନେ କହିଲେ ଯେ ଓଡ଼ିଶାରେ କ'ଣ ବାସ୍ତବରେ କେହି ଏମିତି ଗୋଟେ ଗୁଣ୍ଡା ବାହାରିଲାଣି ଯିଏ ଗୋଟେ କଳାକାରକୁ ବା ଯେକୌଣସି ଲୋକଙ୍କୁ। ଆରେ ଭାଇ ଏଠି ଯେତେବେଳେ ଗୋଟେ ପରିବାର ଭିତରେ ଡିଷ୍ଟର୍ବାନ୍ସ ହେଉଛି ଓଡ଼ିଶାବାସୀ ଚକିତ ହୋଇଗଲେ ଆଉ ହାରାସମେଣ୍ଟ ମଧ୍ୟ ହୋଇଯାଇଛନ୍ତି ଯେ କାଳେ ଗୁଲୁଆକୁ କିଏ ମାରିଦେବ କି? ଲୋକମାନଙ୍କ ଭିତରେ ଗୋଟେ ଏଭଳି ଛନକା ପଶିଗଲା। ତମେ ହ୍ୟୁମାନ ସାଗରର ନାଚ ନାଚିକି ତା ଫିଲ୍ମରେ ତମ ପରିବାର ଡିଷ୍ଟର୍ବାନ୍ସ ହେଲା। ବୁଲିଲ ତମେ ସେଠୁ ଯେତେ ଫିଲ୍ମ କଲ ଏଇ ଅନୁଭବ ସାଙ୍ଗରେ ତମେ ସେତେବେଳେ କ'ଣ କରୁଛ ନା ତମେ ଭାବୁଛ ଆମ ପାଖରେ ତ ପୁଳା ଝିଅ ଆସିଗଲେ ଆମେ ଯାହା ପାଖରେ ଚାହିଁବୁ